ଗଣମାଧ୍ୟମରେ ପ୍ରକାଶ ପରେ ଜଳ ଯୋଗାଣ ପାଇଁ ଗାଁରେ ପଡ଼ିଲା ପାଇପଲାଇନ୍। ଚମ୍ପୁଆ ଗିରିଧାରୀପୁର ପଡ଼ିଆ ସାହିକୁ ପାଣି ପାଇପ୍ ସଂଯୋଗ ହୋଇ ନଥିବାରୁ ସାହିବାସୀ ଭୋଟ ବର୍ଜନ ପରି ଚରମ ନିଷ୍ପତ୍ତି ନେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଯାହାର ପ୍ରଭାବରେ ବିଭାଗୀୟ କର୍ମଚାରୀମାନେ ତରବରିଆ ଭାବେ ଗ୍ରାମରେ ପାଇପ୍ ପକାଇଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶଯୋଗ୍ୟ କି ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଗିରିଧାରୀପୁର ଗ୍ରାମର ଗାଁ ମୁଣ୍ଡରେ ପାଣି ଟାଙ୍କି ଥାଇ ପାଇପ୍ ପାଣି ଯୋଗାଣରୁ ବଞ୍ଚିତ ହୋଇଛନ୍ତି 30ରୁ ଅଧିକ ଆଦିବାସୀ ପରିବାର। ପାଣି ପାଇଁ ସାହିରେ ବସିଥିବା ଏକମାତ୍ର ନଳକୂପ ସାହିବାସୀଙ୍କ ଆବଶ୍ୟକତା ପୂରଣ କରି ପାରୁନଥିବା ବେଳେ ପାଇପ୍ ପାଣି ସଂଯୋଗ ପାଇଁ ଏକାଧିକ ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ତାଙ୍କ କଥା କେହି ଗୁରୁତ୍ୱ ଦେଉନଥିବାରୁ ଆଗାମୀ ନିର୍ବାଚନରେ ସାହିବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଗିରିଧାରୀପୁର ଗ୍ରାମର 3ଟି ସାହି ମଧ୍ୟରୁ 2ଟି ସାହିରେ ଗାଁ ମୁଣ୍ଡରେ ନିର୍ମାଣ ହୋଇଥିବା ପାଣି ଟାଙ୍କିରୁ ଅନବରତ ପାଣି ଯୋଗାଇ ଦିଆଯାଉଥିବା ବେଳେ ପଡ଼ିଆ ସାହିର 30ଟି ପରିବାରକୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଥିବାରୁ ସାହିବାସୀ ଭୋଟ ବର୍ଜନ ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତରବରିଆ ଭାବେ ବିଭାଗୀୟ କର୍ମଚାରୀମାନେ ଗାଁକୁ ଯାଇ ପାଣି ସଂଯୋଗ ପାଇଁ ପାଇପ୍ ପକାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିଙ୍କ ସହ ବି ଶ୍ରୀନିବାସ ପାତ୍ର, ନ୍ୟାସନାଲ ରିପୋର୍ଟର ସଂଘାର ଲାଇଭ୍।